ଜଗନ୍ନାଥ ଦର୍ଶକ ବନ୍ଧୁ ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଯଦି ଆପଣମାନେ ଧାନ ମଣ୍ଡିରେ ପଞ୍ଜୀକୃତ କରିଛନ୍ତି ତାହେଲେ ରାଜ୍ୟ ସରକାର ବର୍ତ୍ତମାନ 31 ଟଙ୍କାରେ ଆପଣମାନଙ୍କର ଧାନକୁ କିଣିବେ, କିନ୍ତୁ ଏହି ପ୍ରକାର ଧାନକୁ ମିଳିବ 3100 ଟଙ୍କା ହିସାବରେ ଆପଣମାନେ ବିକିପାରିବେ। କ'ଣ ରହିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଚାଲନ୍ତୁ ଦେଖିବା ଆମେ। ଯଦି ଆପଣମାନେ ଆମ ଚ୍ୟାନେଲକୁ ପ୍ରଥମ ଥର ଆସନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ତେଣୁ ପ୍ରତ୍ୟେକ ଦିନ ଆପଣମାନେ କିଛି ନୂଆ ନୂଆ ଭିଡ଼ିଓ ଦେଖିପାରିବେ। ଦେଖନ୍ତୁ, ଚଳିତ ଖରିଫ ଋତୁ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀ ଅର୍ଥାତ୍ ପଞ୍ଜୀକୃତ ଚାଷୀମାନେ ଆପଣମାନେ ମଣ୍ଡିକୁ ଧାନ ନେବା ପୂର୍ବରୁ ଏହି ବିଷୟକୁ ଧ୍ୟାନ ଦେବେ। ଯେପରି ଆପଣ ପାଇଥିବା SMS ମୁତାବକ ପ୍ରତ୍ୟେକ ଚାଷୀକୁ ଟୋକେନ୍ ମାଧ୍ୟମରେ ବା SMS ଟୋକେନ୍ ନମ୍ବର ଯାଇଛି, ତେଣୁ ସେହି ମୁତାବକ ନିର୍ଦ୍ଧାରିତ ମଣ୍ଡିକୁ ଧାନ ଆଣିବାକୁ ଅନୁରୋଧ। ତା ସହିତ FAQ ମାନ ଧାନ ଅର୍ଥାତ୍ ସଫା ଥିବା ଧାନକୁ ମଣ୍ଡିକୁ ଆଣିବାକୁ ପ୍ରଯତ୍ନ ହୁଅନ୍ତୁ। ତା ସହିତ ଶୁଖିଲା ଓ ଏହାର ଆର୍ଦ୍ରତା 17% ମଧ୍ୟରେ ସୀମିତ ରହିବା ଆବଶ୍ୟକ। ତେଣୁ ମଣ୍ଡିରେ ପ୍ରତ୍ୟେକ ଧାନକୁ ମସିନ୍ ମାଧ୍ୟମରେ ଚେକିଂ କରାଯିବ, ଯାହାକି 17%ରୁ କମ୍ ରହିବା ଆବଶ୍ୟକ। ଓ ଧାନକୁ ଅଗାଡ଼ି, କାଠି, କୁଟା କିମ୍ବା ଅନ୍ୟ ବାହ୍ୟ ପଦାର୍ଥରୁ ମୁକ୍ତ ରଖନ୍ତୁ। ଏବଂ ଅଧିକ ଜାଣିବା ପାଇଁ ସରକାରଙ୍କ ଏଠି ଟୋଲ୍ ଫ୍ରି ନମ୍ବର ରହିଛି 1967କୁ ମଧ୍ୟ ଯୋଗାଯୋଗ କରିପାରିବେ। ତା ସହିତ ସରକାରଙ୍କ ଏଇ ଥିଲା ଗାଇଡ଼ଲାଇନ୍, ତେଣୁ ପ୍ରତ୍ୟେକ ଚାଷୀ ସଚେତନ ହୁଅନ୍ତୁ। ଏ ଥିଲା ଚାଷୀମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ତେଣୁ ଆପଣମାନେ ଧାନ ମଣ୍ଡିକୁ ଧାନ ନେବା ପୂର୍ବରୁ ଏହି ବିଷୟ ଉପରେ ଧ୍ୟାନ ଦିଅନ୍ତୁ।